ଅନୁଗୁଳ ବିଧାନସଭା ଆସନରେ ଏଥର ହେବ ତ୍ରିମୁଖ ଲଢ଼େଇ। ବିଜେଡିରୁ ବିଧାୟକ ପ୍ରାର୍ଥୀ ସଞ୍ଜୁତା ସିଂ ହୋଇଥିବା ବେଳେ ବିଜେପି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପରେ ଭରସା କରିଛି। ଏପଟେ କଂଗ୍ରେସରୁ ଅମ୍ବିକା ପ୍ରସାଦ ଭଟ୍ଟ ଓହ୍ଲାଇଛନ୍ତି ମଇଦାନକୁ। ଟିକେଟ ଘୋଷଣା ପରେ ସମସ୍ତ ପ୍ରାର୍ଥୀ ଏବେ ଗ୍ରାଉଣ୍ଡରେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। କାହାର ହେବ ଅନୁଗୁଳ ବିଧାନସଭା ଆସନ? କାହା ସପକ୍ଷରେ ଯିବ ଜନମତ? ବିଜେପି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଥିବା ବେଳେ ବିଜେଡି ବିଧାୟକ ରଜନୀକାନ୍ତ ସିଂଙ୍କ ପତ୍ନୀ ସଞ୍ଜୁତା ସିଂଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛନ୍ତି। କଂଗ୍ରେସ ପକ୍ଷରୁ ପୁରୁଣା ନେତା ଅମ୍ବିକା ପ୍ରସାଦ ଭଟ୍ଟଙ୍କୁ ମଇଦାନକୁ ଓହ୍ଲାଇଛନ୍ତି। ଗାଁ ଗାଁରେ ସଭା ସମିତି କରି ଜନସମର୍ଥନ ଗୋଟାଇବାରେ ତିନି ଦଳଙ୍କ ପ୍ରାର୍ଥୀ। ବିଜେଡି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ପ୍ରଚାର କରୁଛି। ଗତ ନିର୍ବାଚନରେ କଳା ଟକ୍କର ଦେଇ ପରାଜିତ ହୋଇଥିବା ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଏପଟେ ବିଜେପିର କଡ଼ା ମୁକାବିଲା ଦେବାକୁ ଅନୁଗୁଳ ଅପେକ୍ଷା କରିଥିବା ବେଳେ କଂଗ୍ରେସ ନେଇପାରେ ନିର୍ଣ୍ଣାୟକ ଭୂମିକା। ପୁରୁଣା ତଥା ଅଭିଜ୍ଞ ନେତା ଅମ୍ବିକା ପ୍ରସାଦ ଭଟ୍ଟଙ୍କୁ ଚଳିତ ଥର ମଇଦାନକୁ ଓହ୍ଲାଇଛନ୍ତି। ଭୋଟରକୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାରରେ କସରତ ଆରମ୍ଭ କରିଛନ୍ତି। 2019ରେ ବିଜେଡି ରଜନୀକାନ୍ତ ସିଂ କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିଲେ। ରଜନୀକାନ୍ତ 65,348 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ 56,565 ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଏବଂ କଂଗ୍ରେସର ବିପ୍ଳବ କୁମାର ଜେନା 30,572 ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ଥିଲେ। ନିର୍ବାଚନ ବୈତରଣୀ ପାର ହେବା ନେଇ ଏବେ ପ୍ରମୁଖ ତିନି ଦଳ ପ୍ରାର୍ଥୀ ଆରମ୍ଭ କଲେଣି କସରତ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଓ କୃଷକଙ୍କ ସମସ୍ୟା ସହ ସ୍ଥାନୀୟ ଯୁବକ ଯୁବତୀଙ୍କ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ନ ମିଳିବା ଏବଂ ବିସ୍ଥାପନ ସମସ୍ୟା ନିର୍ବାଚନର ପ୍ରମୁଖ ଫ୍ୟାକ୍ଟର ରୂପେ କାମ କରିବ। ଛକାପଞ୍ଝା ରାଜନୀତି ଅନୁଗୁଳ ଲଢ଼େଇକୁ ରୋଚକ କରୁଥିବା ବେଳେ ଜନମତ କ'ଣ ସପକ୍ଷରେ ଯିବ ତାହା ଉପରେ ସମସ୍ତଙ୍କ ନଜର।